ପିଲାମାନେ ବର୍ଷ ବର୍ଷ ଧରି ପରିଶ୍ରମ କରୁଛନ୍ତି। ଦିନକୁ 15-16 ଘଣ୍ଟା ପଢ଼ୁଛନ୍ତି, ରାତିରେ ନ ଶୋଇ ପ୍ରିପାରେସନ୍ କରୁଛନ୍ତି। କିନ୍ତୁ ଯଦି ଏକ୍ଜାମ୍ ପୂର୍ବରୁ ପେପର୍ ଲିକ୍ ହେଇଯିବ ତାହେଲେ ସେ ପରିଶ୍ରମର ଭ୍ୟାଲୁ କ'ଣ ରହିବ? ଆକ୍ଚୁଆଲି ଏଇଟା ଗୋଟେ ନୂଆ ଇସ୍ୟୁ ନୁହେଁ। ପ୍ରତିବର୍ଷ ଇଣ୍ଡିଆରେ ନିଟ୍ ହେଉ କି ଅନ୍ୟ ଗଭର୍ଣ୍ଣମେଣ୍ଟ ଏକ୍ଜାମ୍, ପେପର୍ ଲିକ୍ କଣ୍ଟ୍ରୋଭର୍ସି ରିପିଟେଡ଼ଲି ଦେଖିବାକୁ ମିଳୁଛି। ଆମେ ଯଦି 2024ର ନିଟ୍ କଣ୍ଟ୍ରୋଭର୍ସିକୁ ଦେଖିବା, ଯେଉଁଟାକି ଦେଶରେ ଗୋଟେ ହ୍ୟୁଜ୍ ଡିବେଟ୍ କ୍ରିଏଟ୍ କରିଥିଲା, ଏଥିପାଇଁ ଅନେକ ଷ୍ଟୁଡେଣ୍ଟ ମେଣ୍ଟାଲି ମଧ୍ୟ ଷ୍ଟ୍ରେସ୍ ଫିଲ୍ କରୁଛନ୍ତି। କାରଣ ରିପିଟେଡ଼ଲି ଏମିତି ଇନସିଡେଣ୍ଟ ହେଲେ ଷ୍ଟୁଡେଣ୍ଟସ୍ ଆଉ ପ୍ୟାରେଣ୍ଟସ୍ମାନଙ୍କ ମନରେ ଟ୍ରଷ୍ଟ ଧୀରେ ଧୀରେ କମିବାରେ ଲାଗିବ। ଆଜି ଇଣ୍ଡିଆରେ ପେପର୍ ଲିକ୍ ଗୋଟେ ସିରିୟସ୍ ସିଷ୍ଟମ୍ ଫେଲୁଅର୍ ଭଳି ଦେଖିବାକୁ ମିଳୁଛି, ଯାହା ପାଇଁ ଷ୍ଟ୍ରଙ୍ଗ ସିକ୍ୟୁରିଟି, ଫାଷ୍ଟ ଇନଭେଷ୍ଟିଗେସନ୍ ଆଉ ଷ୍ଟ୍ରିକ୍ଟ ପନିଶମେଣ୍ଟ ନିହାତି ଦରକାର। କାରଣ ଯଦି ଆମ ସିଷ୍ଟମ୍ ଟାଇଟ୍ ନ ହେବ ତାହେଲେ ଫ୍ୟୁଚରରେ ଏହିଭଳି ପେପର୍ ଲିକ୍ ଇନସିଡେଣ୍ଟ ରିପିଟେଡ଼ଲି ଦେଖିବାକୁ ମିଳିବ। ଆପଣମାନଙ୍କୁ କ'ଣ ଲାଗୁଛି, ପେପର୍ ଲିକ୍ ପାଇଁ ରେସ୍ପନ୍ସିବିଲିଟି କିଏ ନେବା ଦରକାର?